अरे पलटू जल्दी बाहर आमे परा बैटरी वाला स्कूटी आनिबा को जीवा। हाँ हाँ जाउची जाउची। आज मते बहुत खुशी लगुची। आज आमे बैटरी वाला स्कूटी आनिया पे जीवा। हाँ आउ डेरी करनी चल जल्दी जीवा। अल्टू रह रह आमे तो स्कूटी शोरूम पहुंची गले। आसंतु आसंतु कौन नेबे कुहंतु। आपण को एठी कौन बिक्री हुए कि? एठी बैटरी वाला स्कूटी आउ बैटरी वाला बाइक बिक्री हुए। आउ ताहले पचारुच कौन पाई कौन नबो बोली? सॉरी सॉरी बैटरी वाला बाइक नेबे ना बैटरी वाला स्कूटी नेबे? आमको भल कंपानी रो बैटरी वाला स्कूटी देखाओ। एइटा देखंतु एइटा थरे चार्ज कले 100 किलोमीटर जीवो। आउ एइटा देखंतु एइटा थरे चार्ज कले 200 किलोमीटर जीवो। पलटू देख आउ कोउटा नेबा कह। अल्टू एइटा भल लागुची एइटा को नेबा। ए तारो दाम केते? एइ तारो दाम 60,000 टंका किंतु 20,000 टंका डिस्काउंट अछि। आमे एइ स्कूटीटा नेबू। अरे अल्टू आमे तो स्कूटीटा किणिकी नौचे किंतु ए स्कूटीटा आमे कोठी चार्ज करिबा? अरे तू से सब कथा चिंता करनी मु अछि परा। अल्टू बस। अरे मूर्ख सेठी नहीं स्कूटी रे बस। अरे पलटू ए स्कूटीटा केते पड़िला? 60,000 टंका बाघ मामू। किंतु तमे एते पैसा कोठु आनिलो? बाघ मामू तमे से सब कथा किसी चिंता करनी तमे खाली मिठा खाओ। पलटू बाघ मामू को डिस्काउंट कथा कहलुनी जे? अरे आमे जदि डिस्काउंट कथा कहीदेबा ताहले आमर भैल्यू रहिबो नहीं जे। ठीक कथा ठीक कथा। अरे एबे चल आमे स्कूटी रे कुआडू टिके बुली आसीबा। हौ हौ चल। अरे आम स्कूटी रे तो बैटरी चार्ज सरी गलानी। एबे आमे कौन करिबा? आमे कोठी चार्ज बसैबा? अरे तू जमा चिंता करनी राती हेले मते कहिबू मु चार्ज करिवार सब व्यवस्था करि देबी। गरम दिन रे टीवी देखिबार मजा अलगा। आज तो मु राती सारा टीवी देखिबी। अरे पलटू उठ अंधार हो गलानी स्कूटी चार्ज करिया परा। अरे हाँ हाँ चल चल।
ଅଲ୍ଟୁ ଭଲ କି ନହେଲେ କରେଣ୍ଟ ମାରିବ କି? ଆରେ ଆରେ ଲାଇନ୍ କ'ଣ କଟିଗଲା? ଏଇ ଲାଇନ୍ ବାଲାକୁ ଆଉ ପାରି ହେବନି। ରାତି ହେଲେ ହିଁ ଲାଇନ୍ କାଟି ଦେଉଛି। ଆରେ ଏଇ ପ୍ରବଳ ଗରମରେ କ'ଣ ଲାଇନ୍ଟା କଟିଗଲା? ଏଇ ଇଲେକ୍ଟ୍ରିକ୍ ବାଲା କୋଉଠି ମାଡ଼ ଖାଇବ? ଏଇ ପ୍ରବଳ ଗରମରେ ବି ଲାଇନ୍ କାଟି ଦଉଛି। ଆରେ ଅଲ୍ଟୁ କେତେ ପରସେଣ୍ଟ ଚାର୍ଜ ହେଲାଣି ଦେଖ। ପଲ୍ଟୁ 100% ହେଇଗଲା। ଏବେ ଓହ୍ଲେଇ ଆଏ। ଆରେ ବାଃ, ଆଜିର ତ ଚାର୍ଜ ବ୍ୟବସ୍ଥା ହେଇଗଲା। ସ୍କୁଟିକୁ ନେଇକି ଘରକୁ ପଳେଇବା ଚାଲ, ଆଉ କାଲି ଦିନ ସାରା ବୁଲିବା। ଆରେ ମାଙ୍କଡ଼, କ'ଣ ତୁ ଦିନ ବେଳଟାରେ ଶୋଇଛୁ? ଆରେ ପଲ୍ଟୁ ଭାଇ, କାଲି ରାତି ଲାଇନ୍ଟା କଟିଗଲା। ସେଥିପାଇଁ ମୁଁ ଗରମରେ ଶୋଇପାରିଲିନି। ସେଥିପାଇଁ ବହୁତ ନିଦ ଲାଗୁଛି। ଓ ଆଚ୍ଛା ଆଚ୍ଛା, ଶୁ ଶୁ। ଆରେ ବାଘ ମାମୁଁ, ତମେ କ'ଣ ଏଇଠି ପଡ଼ିଗଲ? ଆରେ ମୋତେ ବହୁତ ନିଦ ଲାଗୁଛି। କାଲି ରାତି ସାରା ମୁଁ ଶୋଇନି। କିନ୍ତୁ କ'ଣ ପାଇଁ ତମେ ଶୋଇନ? ଆରେ ଏଇ ବଦମାସ ଲାଇନ୍ ବାଲାଟା ରାତିରେ ଲାଇନ୍ କାଟିଦେଲା। ସେଥିପାଇଁ ମୁଁ ଗରମରେ ଶୋଇପାରିଲିନି। ହଁ ବାଘ ମାମୁଁ, ତମେ ଏବେ ଯାଅ। ଆଜି ରାତିରେ ଭଲ କି ଶୋଇବ। ଆରେ ପଲ୍ଟୁ, କାଲି ରାତିରେ ଆମ ଯୋଗୁଁ ଲାଇନ୍ କଟିଗଲା। ଆଉ ଏମାନେ ସବୁ ଗରମରେ ଶୋଇପାରିଲେନି। ଆଜି ରାତି ବି ସେମିତି କରିବା। ବଗ ଭାଇ, ଆମେ ତ ସାପକୁ ମାରିଦେଲେ। ଚାଲ ଏବେ। ଆରେ ରାତି ତ ହେଇଗଲା। ଚାଲ ସ୍କୁଟିଟା ନେଇକି ସେଇଠି ଚାର୍ଜ କରିବା। ହଉ ହଉ ଚାଲ। ଆଜିର ତ ଖାଦ୍ୟ ହେଇଗଲା। ଚାଲ ଏବେ ଆମେ ଏଇ ଗଛଟା। ଆରେ ଆରେ, ଆଜି ବି କ'ଣ ଲାଇନ୍ଟା କଟିଗଲା? ସବୁଦିନେ କ'ଣ ରାତିରେ ଲାଇନ୍ କଟି ଯାଉଛି? ସବୁଦିନେ କ'ଣ ହେଉଛି? ମୁଁ ଯାଇକି ବାହାରେ ଦେଖେ। ଆଚ୍ଛା, ଏଇଥିପାଇଁ ସବୁଦିନେ ରାତିରେ ଲାଇନ୍ କଟୁଛି। ମୁଁ ଯାଉଛି ଏସବୁ କଥା ବାଘ ମାମୁଁକୁ କହିବି। ବାଘ ମାମୁଁ, ବାଘ ମାମୁଁ। ଆରେ ମାଙ୍କଡ଼, ଏଇ ଗରମରେ ମୋ ମୁଣ୍ଡ ଗରମ ହେଇଗଲାଣି। ତୁ ମୋତେ ଡାକନି। ବାଘ ମାମୁଁ, ସବୁଦିନେ ରାତିରେ ଲାଇନ୍ କ'ଣ ପାଇଁ କଟୁଛି ମୁଁ ଜାଣିଗଲି। କହ, କ'ଣ ପାଇଁ କଟୁଛି? ବାଘ ମାମୁଁ ଶୁଣ। ଏଇ ଦୁଷ୍ଟ ଶିଆଳ ଦିଟା ପାଇଁ ଆମେ ସବୁଦିନେ ଗରମରେ ଶୋଉଛେ। ଆଜି ଏଇ ଦୁଷ୍ଟ ଶିଆଳ ଦିଟାକୁ ଭଲ କି ମଜା ଚଖେଇବା। ମାଙ୍କଡ଼, ତୁ ଚାଲ ମୋ ସାଙ୍ଗରେ।
ଆରେ ପଲଟୁ ଦେଖିକି ନହେଲେ କରେଣ୍ଟ ମାରିବତି। ବାଘ ମାମୁଁ ଦେଖ ଲାଇନ ଚୋରି କରିକି ସ୍କୁଟି ଚାର୍ଜ କରୁଛନ୍ତି। ବାଘ ମାମୁଁ ଏଇ ଲାଇନଟା ହାଇ ଭୋଲ୍ଟେଜ କରିଦିଅ, ତାପରେ ସେ ଦି ଜଣ ଭଲ କି ମଜା ପାଇବେ। ହଁ ଏବେ ଏଇ ଦୁଷ୍ଟ ଶିଆଳ ଦିଟା ଭଲ କି ମଜା ପାଇଛନ୍ତି।